ମୁଁ ସନ୍ତୋଷ କୁମାର ସାହୁ ଆପଣମାନଙ୍କୁ ଖଣ୍ଡପଡ଼ା ଖବରକୁ ସ୍ୱାଗତ ଜଣାଉଛି। ବର୍ତ୍ତମାନ ମୁଁ ଖଣ୍ଡପଡ଼ା ବ୍ଲକ ପରିସର ମଧ୍ୟରେ ଅଛି, ଯେଉଁଠାରେ ଗୋଟେ ଆମର ମହାତ୍ମା ଗାନ୍ଧୀଙ୍କ ଷ୍ଟାଚ୍ୟୁ ଅଛି। ଦେଖନ୍ତୁ ଆପଣମାନେ, କିନ୍ତୁ ଦୁଃଖର କଥା ଏଇ ଷ୍ଟାଚ୍ୟୁଟି 1 ବର୍ଷ ପରେ ବିତିଗଲାଣି, କିନ୍ତୁ ଗୋଟିଏ ଆଙ୍ଗୁଠି ଭାଙ୍ଗି ଯାଇଛି। ଦେଖନ୍ତୁ ଆଜି ପର୍ଯ୍ୟନ୍ତ ଲାଗିପାରୁନାହିଁ। ଏ ନିଶ୍ଚିନ୍ତ ରୂପେ ଆମର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପାଇଁ ନିଶ୍ଚିନ୍ତ ଅସମ୍ମାନ କହିଲେ ଚଳିବ। ଏଥିନେଇ ଆମେ ମଧ୍ୟ 2 ଥର ଖବର ପ୍ରସାରଣ କରିଥିଲୁ, କିନ୍ତୁ 1 ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ମଧ୍ୟ ଏ ଆଙ୍ଗୁଠିଟି ଆଜି ପର୍ଯ୍ୟନ୍ତ ଲାଗିପାରୁନାହିଁ। ଦେଖାଯାଉ ଆସନ୍ତା ଅଗଷ୍ଟ 15 ତାରିଖ ଦିନ ଏଠି ନିଶ୍ଚିନ୍ତ ଯଥା ସମ୍ମାନ ଦିଆଯିବ। ଅଗଷ୍ଟ 15 ଦିନ ଲାଗିପାରୁଛି କି ନାହିଁ। ଆଉ ଗୋଟେ ଚିତ୍ର ଆପଣ ଦେଖନ୍ତୁ ଏ ଅଞ୍ଚଳର ଯେଉଁମାନେ ଶହୀଦ ହେଇଯାଇଛି ସେମାନଙ୍କର ସ୍ମୃତି ଉଦ୍ଦେଶ୍ୟରେ ଏଠାରେ ଗୋଟେ ସ୍ମୃତି ଫଳକ କରାଯାଇଛି। ଯେଉଁମାନେ ଆମର ଶହୀଦ ହୋଇଯାଇଛନ୍ତି ଏଇ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀ ତାଙ୍କମାନଙ୍କର। କିନ୍ତୁ ଦେଖନ୍ତୁ ଏଠାରେ ଦୁଃଖର କଥା, ଏତେ ପଇସା ଖର୍ଚ୍ଚ କରାଯାଉଛି ଚାରିଆଡ଼େ, କିନ୍ତୁ ତାଙ୍କ ନାଁ ଗୁଡ଼ାକ ଆଦି ଦେଖାଯାଉ ନାହିଁ। ତେଣୁ ଏଇ ଭିଡ଼ିଓଟି ପକାଇବାର ଉଦ୍ଦେଶ୍ୟ ହେଲା ଆଗାମୀ ଅଗଷ୍ଟ 15 ନିଶ୍ଚିନ୍ତ ରୂପେ ଏଠାରେ ଫଙ୍କସନ୍ କରାଯିବ। ଦେଖାଯାଉ ଏହା ଠିକ୍ରେ ଏଇ ଶହୀଦ ସ୍ତମ୍ଭରେ ଲେଖା ହେଉଛି ଏବଂ ମହାତ୍ମା ଗାନ୍ଧୀଙ୍କ ଆଙ୍ଗୁଠି ଲାଗୁଛି କି ନାହିଁ। ଏବଂ ଏ ଭିଡ଼ିଓ ମାଧ୍ୟମରେ ମଧ୍ୟ ଆମେ ବ୍ଲକ ପ୍ରଶାସନକୁ ଅନୁରୋଧ କରୁଛୁ ଯେ ଆମର ଜାତିର ହେଉଛନ୍ତି ମହାତ୍ମା ଗାନ୍ଧୀ। ନିଶ୍ଚିନ୍ତ ରୂପେ ଗୋଟେ ଭଲ ଜାଗାରେ ଷ୍ଟାଚ୍ୟୁଟେ କରାଯାଇଛି, ଆସିଲା ମାନେ ସଡନ୍ ନଜର ପଡ଼ୁଛି, କିନ୍ତୁ ଏଇଟା ଗାନ୍ଧୀଜୀଙ୍କ ପାଇଁ ଅସମ୍ମାନ ହେଉଛି ମୋ ମତରେ। ତେଣୁ ଏଥିପ୍ରତି ଟିକେ ଦୃଷ୍ଟି ଦେବାକୁ ଅନୁରୋଧ କରୁଛି। ରଖୁଛି, ନମସ୍କାର।